ଓ ରବୀନ୍ଦ୍ର ବସ୍ତିଆଙ୍କର ବଡ଼ ଶଳା ରସାଲ ଏବଂ ସେ ଏପରି ବ୍ୟକ୍ତିତ୍ୱ ଥିଲେ ଯେ ତାଙ୍କ ପାଖରେ ଯିଏ ପହଞ୍ଚିଲା ସେ ପଇସା ପାଇଁ ହଉ ନହେଲେ ମନ ଦୁଃଖରେ ହଉ ବା କାନ୍ଦୁଥାଉ କିନ୍ତୁ ଏମିତି ଭକ୍ତି ଭାବରେ ସେ ତାକୁ ବୁଝେଇ ଦେବେ ଯେ ତାର ସବୁ ଭୁଲିଯିବ, ତାର ମନ ଦୁଃଖ ଭୁଲିଯିବ। ସେ ସେଇଠି ଅନୁଭବ କରିବ ଭଗବାନ ମୋତେ ମିଳିଗଲେ କି ରବୀନ୍ଦ୍ର ଭଗବାନ। ଏମିତି ମଧ୍ୟ ଅନେକ ଲୋକକୁ ସେ ସାହାଯ୍ୟ କରିକି ତାଙ୍କ ଜୀବନରେ ତାଙ୍କ ଚରିତାର୍ଥ କରିଛନ୍ତି। ସେମିତି ଅମ୍ଳାନ ଆତ୍ମାର ଯେ ପରମାତ୍ମାଙ୍କ ନିଶ୍ଚିତ ବିଲୀନ ମୋତେ ସନ୍ଦେହ ନାହିଁ। ଆଉ ତାଙ୍କ ପରିବାରକୁ ସେ ମଧ୍ୟ ସୁଖରେ ଚଳରେ ନିଜ ଗ୍ରାମବାସୀମାନଙ୍କୁ ଚଳେଇଛନ୍ତି, ଅଞ୍ଚଳବାସୀକୁ ମଧ୍ୟ ସ୍ନେହ ମମତା ଦେଇ ଚଳେଇଛନ୍ତି। ତେଣୁ ଏଭଳିଆ ଲୋକ ଯେ ଅଛନ୍ତି ବୋଲିକିରି ଏଭଳିଆ ଗୋଟେ ସାମାନ୍ୟ ପନିବାଳ ଗାଁ, ଯାହାର ଗାଁ ନାଁ ନାହିଁ, ସେଠି ପୁଣି ଏତେ ବଡ଼ ବ୍ୟକ୍ତିତ୍ୱ ଅଛି, ଏ ବଡ଼ ଆଶ୍ଚର୍ଯ୍ୟଜନକ କଥା। ଭଗବାନ ତାଙ୍କର ଆତ୍ମାର ସଦ୍ଗତି କରନ୍ତୁ, ସେ ତାଙ୍କ ପରିବାର ଉତ୍ତରୋତ୍ତର ଉନ୍ନତି ହେଉ। ମୁଁ ଏତିକି କହିକରି ବକ୍ତବ୍ୟ ଶେଷ କରୁଛି। ମୁଁ ଡକ୍ଟର କେଦାରନାଥ ସାହୁ। ଆଜି ଆମ ଗ୍ରାମର ମୁରବୀ ସ୍ୱର୍ଗତ ରବୀନ୍ଦ୍ର ବସ୍ତିଆଙ୍କର ଏକାଦଶାହ ଉପଲକ୍ଷେ ଆମେ ସ୍ମୃତିଚାରଣ ସଭା ଆୟୋଜନ କରାଯାଇଥିଲା। ଏଥିରେ ତାଙ୍କୁ ଭଲ ପାଉଥିବା ବହୁତ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ଏବଂ ତାଙ୍କର ଅମର ଆତ୍ମାକୁ ଶାନ୍ତି କରିବା ପାଇଁ ଆଜି ଏହି ଏକ ମିନିଟ୍ ନୀରବ ପ୍ରାର୍ଥନା କରାଗଲା ଏବଂ ଆମେ ଏଇଠି ଅନୁଭବ କଲୁ ଏହି ସଭାରେ ଏତିକି ଲୋକ ଉପସ୍ଥିତ ଥିଲେ ସମସ୍ତେ ରବୀନ୍ଦ୍ର ବସ୍ତିଆଙ୍କୁ ବହୁତ ଭଲ ପାଉଥିଲେ ଏବଂ ଗୋଟେ ମାନେ ଅମାୟିକ ବ୍ୟକ୍ତିତ୍ୱ ଥିଲା ଯେଉଁଟାକି ଗାଁକୁ ସେ ଏକାଠି କରିବାରେ, ଗାଁକୁ ଧର୍ମଚର୍ଚ୍ଚା କରିବାରେ ଏବଂ ଗାଁକୁ ଶୃଙ୍ଖଳା ରଖିବାରେ ତାଙ୍କର ଅବଦାନ ବହୁତ ଥିଲା। ତେଣୁ ତାଙ୍କର ଆଜି ଏଇ ଯେଉଁ ଦେହାବସାନରେ ଆମେ ବହୁତ ମର୍ମାହତ, ଦୁଃଖିତ ଏବଂ ଚିନ୍ତିତ ମଧ୍ୟ। ତାଙ୍କୁ ଏକ ମୁରବୀ ଶୂନ୍ୟ ଆମେ ଅନୁଭବ କରୁଛୁ। କହିବି ମୋର ସେ ପୂଜନୀୟ ଗୋଟେ ବଡ଼ ଭାଇ, ମୋତେ ଧର୍ମ ଆଲୋଚନା ଭିତରେ କିନ୍ତୁ ବହୁତ ଆଗକୁ ନେଇଛନ୍ତି। କିନ୍ତୁ ଆମ ଗାଁର ଆଜି ଦୁଃଖ ସୁଖରେ ଭଲ ମନ୍ଦରେ ଆଜି ଡାକିଦେଲେ ଆଜି ସବୁବେଳେ ସମସ୍ତଙ୍କ ସାଥିରେ ଥାଆନ୍ତି। କାମ ଧନ୍ଦା ଯେତେ ଥାଉ ଡାକିଦେବ ଭାଇ ଟିକେ ଆସ, ସେ ସବୁ କାମ ବନ୍ଦ କରି ଆଜି ସମସ୍ତଙ୍କ ଘରକୁ ଯାଆନ୍ତି। ଆମର ଏଇ କଥାଟି ଦୁଃଖ ନା ବୁଝିପାରି। ଏତିକି କହି ମୋର ବକ୍ତବ୍ୟ ଶେଷ। ଆଜ୍ଞା, ରବୀନ୍ଦ୍ର ବସ୍ତିଆ ତ ଆମ ମୁରବୀ ଥିଲେ, ସିଏ ଯେତେବେଳେ ଚାଲିଗଲେ ଆମେ ପୁରା ଅନ୍ଧକାରରେ ବର୍ତ୍ତମାନ। ଆଉ ତାଙ୍କ ଭଳିଆ ବ୍ୟକ୍ତି ପାଇବୁ ନା, ତା ଶୂନ୍ୟସ୍ଥାନ କିଏ ପୂରଣ କରିବ? ତାକୁ ନ ପଚାରିଲେ, ରବୀନ୍ଦ୍ର ବସ୍ତିଆକୁ ନ ପଚାରିଲେ ଆମେ କିଛି କରୁନି। ସିଏ ତାଙ୍କ ପରାମର୍ଶ ନେଲେ ଆମେ ଆଗକୁ ଯାଉ। ସିଏ ଆମର ହିସାବରେ ପୁତୁରା ହେବେ କିନ୍ତୁ ସିଏ ଆମ ବାପ ଭଳିଆ ଥିଲେ।